ସରି 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 ଏଇଟା ମୋତେ କହିବାକୁ କହିଲା ମୋ ମାଆକୁ, କାରଣ ଆଜି ମୁଁ ଗୋଟା ବଡ଼ି ଜାଗାରେ ଗୁଣ୍ଡ ବଡ଼ି ନେଇ ଆସିଥିଲି। ଆଉ ସେ ଗୁଣ୍ଡ ବଡ଼ିରେ କ'ଣ କରିବି ଭାବିଲା ବେଳକୁ ମା ସେପଟରେ ଆଳୁ ସିଝେଇଥିଲା। ତ ସେଥିପାଇଁ ତାতে ଟିକେ ବେସନ ଆଉ ଲୁଣ ଲଙ୍କା ସବୁ ମସଲା ପକାଇ ତାକୁ ରେଡ଼ି କରିଦେଲି। ହଁ, ସୋୟା ବଡ଼ି ପକାଇଥିଲି, ସେ ଗୁଣ୍ଡ ସୋୟା ବଡ଼ି ସିଝେଇକି ପକାଇଥିଲି। ତାପରେ ସେସବୁ ରେଡ଼ି ହେଇସାରିଲା ପରେ ତାକୁ ଗୋଟେ କବାବଟି କରିଦେଲି। ଆଉ ଖାଲି କବାବଟା ଖାଇବନି ନା ଭାତ ସାଙ୍ଗରେ, ଶୁଖିଲା ଶୁଖିଲା କେମିତି ଭଲ ଲାଗିବ। ତ ସେଥିପାଇଁ ତାକୁ ଗୋଟେ ତରକାରୀ ବନେଇଦେଲି। ତ ତରକାରୀ ପାଇଁ ଅଦା ରସୁଣ ପିଆଜ ସବୁ ବଟାବଟି କରି ତାକୁ ଗୋଟେ ତେଲରେ ପକାଇକି ସିଝେଇଦେଲି। ଆଉ ଯେହେତୁ ମସଲା ଟିକେ ପାଣି ଥିଲା, ତ ସେଥିପାଇଁ ଆଗେ ମସଲାକୁ ଶୁଖାଇଦେଲି। ତାପରେ ଟିକେ ମସଲା ଶୁଖିଗଲା ପରେ ତା ଦେହରେ ଗୁଣ୍ଡ ମସଲା ପକାଇଦେଲି, ଯେମିତିକି ଲଙ୍କା ଲୁଣ ହଳଦୀ ଯାହା ସବୁ ଗୋଟା ମସଲା ଥାଏ, ମାନେ ଗୁଣ୍ଡ ମସଲା ଥାଏ ସବୁ ତମ ପାଖରେ। ତ ସବୁ ପକାଇ ସାରିକି ତାକୁ ଟିକେ ଟ୍ରାଏ କରିକି ଭାଜି ସାରିଲା ପରେ, ଆଉ ବାସ୍ନା ବଢ଼ିଆ ଆସୁଥିଲା। ତାପରେ ତା ଦେହରେ ଟିକେ ପାଣି ପକାଇଦେଲି। ପାଣି ପକାଇକି ଭଲରେ ଫୁଟାଇ ସାରିଲା ପରେ ସେ ପାଣିଟା ତା ଦେହରେ ପକାଇଦେଲି ମୋର ଯେତିକି ସବୁ କବାବ ଆଣିକି ରଖିଥିଲି। ଆଉ କବାବଟା ସେମିତି ଖାଇବାକୁ ବହୁତ ଭଲ ଲାଗୁଥିଲା, କିନ୍ତୁ ତରକାରୀ ଦରକାର ଥିଲା, ସେଥିପାଇଁ କରିବାକୁ ପଡ଼ିଲା। ତ ତରକାରୀ ହେଇଗଲା। ଆଉ ତରକାରୀ ହେଇସାରିଲା ପରେ ପାମ୍ପଡ଼ ଟିକେ ଛାଣିଦେଲି। ଆଉ ସାଙ୍ଗ ସତରେ ସେ ଭାତ ସାଙ୍ଗରେ ସେ ତରକାରୀ ସେ ପାମ୍ପଡ଼ ଯାହା ଲାଗୁଥିଲା, ବଢ଼ିଆ।